ଶନି କୁମ୍ଭ ରାଶିରେ ରହିଲେ ପଞ୍ଚମହାପୁରୁଷ ଯୋଗରୁ ଶଶ ଯୋଗ ଭଳି ଏକ ବିଶିଷ୍ଟ ଯୋଗର ନିର୍ମାଣ ହୋଇଥାଏ ଏବଂ ଏହି ଶଶ ଯୋଗର ପ୍ରଭାବରେ ବ୍ୟକ୍ତି ଧନବାନ ହେବା ସହିତ ରାଜସିଂହାସନ ଲାଭ କରିଥାଏ, ଅର୍ଥାତ୍ ନିର୍ବାଚନରେ ଜିତିବାର ସୌଭାଗ୍ୟ ମଧ୍ୟ ଲାଭ କରିଥାଏ। ଶନି କୁମ୍ଭ ରାଶିରେ ଏହି ମାର୍ଗୀ ଅବସ୍ଥାରେ ଆସନ୍ତା 2025 ମସିହା ମାର୍ଚ୍ଚ ମାସ 29 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଜୟ ଜଗନ୍ନାଥ। ନମସ୍କାର। ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ବକ୍ରୀ ଶନିଦେବ ମାର୍ଗୀ ହୋଇଛନ୍ତି। 2024 ଜୁନ 30 ତାରିଖରେ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ଶନି ବକ୍ରୀ ହୋଇଥିଲେ ଏବଂ ଚଳିତ ନଭେମ୍ବର 15 ତାରିଖ ରାତ୍ରି ପ୍ରାୟ 7:51 ସମୟରେ ସେହି କୁମ୍ଭ ରାଶିରେ ଶନି ମହାଗ୍ରହ ମାର୍ଗୀ ହୋଇଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ବକ୍ରୀ ଅବସ୍ଥାରେ ରହିଲେ 2 ଗୁଣ ଫଳ ପ୍ରଦାନ କରିଥାନ୍ତି। ଭୌଗୋଳିକ ଘଟଣା ଅନୁସାରେ ସୌରମଣ୍ଡଳର କୌଣସି ଗ୍ରହ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ସମୟରେ ପୃଥିବୀର ନିକଟକୁ ଚାଲି ଆସିଲେ ତାହା ଗ୍ରହର ପଶ୍ଚାତଗମନ ଗତି ବା ବକ୍ର ଗତି ବୋଲି କୁହାଯାଇଥାଏ ଏବଂ ସେହି ଗ୍ରହର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ଅଧିକ ପ୍ରଭାବ ପକାଇଥାଏ। ଶନି ମହାଗ୍ରହଙ୍କୁ ଗ୍ରହ ଜଗତରେ ଏକ ଭୟଙ୍କର ଗ୍ରହ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି। ତେଣୁ ଶନି ଗ୍ରହ କୁମ୍ଭ ରାଶିରେ ବକ୍ରୀ ଅବସ୍ଥାରେ କ୍ରମାଗତ 139 ଦିନ ଧରି ରହିବା ଦ୍ୱାଦଶ ରାଶିଚକ୍ରର ବିଭିନ୍ନ ରାଶି ଉପରେ ପକାଇଥିବା ଭୟଙ୍କର ପ୍ରଭାବରୁ କେତେକ ରାଶି ମୁକ୍ତ ହୋଇଛନ୍ତି ତ ଆଉ କେତେକ ରାଶି ଭଲ ଫଳ ପ୍ରଦାନ କରିବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଶନି କୁମ୍ଭ ରାଶିରେ ରହିଲେ ପଞ୍ଚମହାପୁରୁଷ ଯୋଗରୁ ଶଶ ଯୋଗ ଭଳି ଏକ ବିଶିଷ୍ଟ ଯୋଗର ନିର୍ମାଣ ହୋଇଥାଏ ଏବଂ ଏହି ଶଶ ଯୋଗର ପ୍ରଭାବରେ ବ୍ୟକ୍ତି ଧନବାନ ହେବା ସହିତ ରାଜସିଂହାସନ ଅର୍ଥାତ୍ ନିର୍ବାଚନରେ ଜିତି ସିଂହାସନରେ ବସିବାର ସୌଭାଗ୍ୟ ମଧ୍ୟ ଲାଭ କରିଥାଏ। ଶନି କୁମ୍ଭ ରାଶିରେ ଏହି ମାର୍ଗୀ ଅବସ୍ଥାରେ ଆସନ୍ତା 2025 ମସିହା ମାର୍ଚ୍ଚ ମାସ 29 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏବେ ଦେଖିବା କୁମ୍ଭ ରାଶିରେ ଶନିଙ୍କର ଏହି ମାର୍ଗୀ ଅବସ୍ଥା ରାଶିଚକ୍ରର କେଉଁ ରାଶି ଉପରେ କ'ଣ ପ୍ରଭାବ ପକାଉଛି। ମେଷ ରାଶି। ମେଷ ରାଶି ଜାତ ବ୍ୟକ୍ତି ନୂତନ କର୍ମରେ ନିୟୋଜିତ ହେବେ। ଆୟରେ ବୃଦ୍ଧି ଘଟିବ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଲାଭ କମାଇବେ। ନିସଙ୍ଗତା ଦୂର ହୋଇ ଜନସାଧାରଣଙ୍କ ସହିତ ଜଡ଼ିତ ହୋଇ ରହିବେ। କିନ୍ତୁ ଶନିଙ୍କର ତୃତୀୟ ଦୃଷ୍ଟି ଆପଣଙ୍କ ରାଶି ଉପରେ ଥିବାରୁ ଆକସ୍ମିକ ସ୍ୱାସ୍ଥ୍ୟହାନି ବା ଦୁର୍ଘଟଣାର ସମ୍ଭାବନା ଦେଖାଦେଉଛି। ବୃଷ ରାଶି। ଚାକିରି କରୁଥିଲେ କର୍ମସ୍ଥଳୀରେ ଶୃଙ୍ଖଳା ଆସିବ। ଭାଗ୍ୟୋନ୍ନତିର ନୂତନ ରାସ୍ତା ଦେଖାଯିବ। ସମାଜସେବା ଓ ରାଜନୀତିରେ ଥିବା ବ୍ୟକ୍ତିବିଶେଷ ଜନସାଧାରଣଙ୍କ ଦ୍ୱାରା ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଶନି ମାର୍ଗୀ ହେବା ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନିଜକୁ ଦୁର୍ବଳ ବୋଲି ଚିନ୍ତା କରୁଥିବା ଧାରଣା ଦୂର ହୋଇ ଆପଣ ଶକ୍ତିଶାଳୀ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ। ହଠାତ୍ ଧନପ୍ରାପ୍ତି ବା ଗୁପ୍ତ ଧନପ୍ରାପ୍ତିର ସମ୍ଭାବନା। ସ୍ୱାସ୍ଥ୍ୟ ଠିକ୍ ରହିବ। କର୍କଟ ରାଶି। କର୍କଟ ରାଶି ଉପରେ ଶନି ଢାଇଆର ପ୍ରଭାବ କମ୍ ହେବା ଯୋଗୁଁ ସକାରାତ୍ମକ ଚିନ୍ତାଧାରା ମନ ମଧ୍ୟରେ ଉଦ୍ରେକ ହେବ। ମାର୍ଗୀ ଶନି ବନ୍ଦ ହୋଇଯାଇଥିବା ବାଣିଜ୍ୟ କାରବାରକୁ ପୁନର୍ବାର ଚାଲୁ କରାଇପାରନ୍ତି ଓ ଲାଭ ପ୍ରଦାନ ମଧ୍ୟ
କରିପାରନ୍ତି। ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିଲେ ମଧ୍ୟ ଚିନ୍ତାଜନକ ରହିବ। ସିଂହ ରାଶି। କୁମ୍ଭ ରାଶିରେ ମାର୍ଗୀ ଶନି ଆପଣଙ୍କୁ ପ୍ରବଳ ବାଣିଜ୍ୟ ପ୍ରେମୀ କରାଇବ। ନୂତନ ବାଣିଜ୍ୟ କାରବାର କରିବାକୁ ମନ ବଳାଇବେ। ମିତ୍ରମାନଙ୍କ ସହିତ ଗଙ୍ଗା ସ୍ନାନ ପାଇଁ ମନ ବଳାଇବେ। ନିର୍ବାଚନରେ ଛିଡ଼ା ହୋଇଥିଲେ ବିଜୟ ଲାଭର ସମ୍ଭାବନା। ପଶ୍ଚିମ ଦିଗରୁ ପ୍ରଚୁର ଧନଲାଭ ସହିତ ଶୁଭ ପରିଣୟରେ ଆବଦ୍ଧ ହେବାର ସମ୍ଭାବନା। ସ୍ୱାସ୍ଥ୍ୟ ଠିକ୍ ରହିବ। କନ୍ୟା ରାଶି। ପ୍ରେମ ସମ୍ପର୍କକୁ ପ୍ରଣୟ ସୂତ୍ରରେ ବାନ୍ଧିବା ପାଇଁ ଚେଷ୍ଟା ଅବ୍ୟାହତ ରହିବ। ଶିକ୍ଷଣୀୟ କର୍ମରେ ଥିଲେ ବା ଚାକିରି ପାଇଁ ଆପ୍ଲାଏ କରିଥିଲେ ଚେଷ୍ଟା କରନ୍ତୁ। ଚାକିରି ପରମାନେଣ୍ଟ ହୋଇଯିବ ବା ଚାକିରି ମିଳିଯିବାର ସମ୍ଭାବନା। ପାରିବାରିକ ଜୀବନ ସୁଖପ୍ରଦ ହେବ। ସାହସୀ ଓ ଶତ୍ରୁ ବିନାଶକାରୀ ହେବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଠିକ୍ ରହିବ। ତୁଳା ରାଶି। ଶନି କୁମ୍ଭ ରାଶିରେ ମାର୍ଗୀ ହେବା ଆପଣଙ୍କ ପାଇଁ ବଡ଼ ସୁଖଦ ସମାଚାର ଆଣିବ। ସମାଜରେ ସମ୍ମାନିତ ହେବେ। ନୂତନ ଜାଗାବାଡ଼ି ବା ଘର କିଣିବାର ସୁଯୋଗ ଆସିବ। ରାଜନୈତିକ ବ୍ୟକ୍ତି ନିର୍ବାଚନରେ ବିଜୟ ଲାଭ କରିବେ। ପ୍ରେମ ସମ୍ପର୍କ ପରିଣୟ ସୂତ୍ରରେ ପରିଣତ ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ବିଛା ରାଶି। ଶନି ମାର୍ଗୀ ହେଲେ ମଧ୍ୟ କୁମ୍ଭ ରାଶି ଅର୍ଥାତ୍ ଆପଣଙ୍କ ରାଶିଠାରୁ ଚତୁର୍ଥ ଭାବରେ ଚଳନ କରୁଥିବାରୁ ଶନି ଢାଇଆର ପ୍ରଭାବ ଆପଣଙ୍କ ରାଶି ଉପରେ ରହୁଅଛି। ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନାହାନ୍ତି। ସାମାଜିକ ଜୀବନରେ ମାନସମ୍ମାନ ଊଣା ହୋଇପାରେ। ଥଣ୍ଡା କାଶଜନିତ ରୋଗ ପ୍ରତି ସତର୍କ ରହିବେ। ଧନୁରାଶି। ଧନୁରାଶି ଜାତ ବ୍ୟକ୍ତି ମାର୍ଗୀ ଶନିଙ୍କ ପ୍ରଭାବରୁ 2025 ମସିହାର ପ୍ରଥମ 3 ମାସରେ ପ୍ରଚୁର ଧନ ଉପାର୍ଜନ କରିବେ। ପାରିବାରିକ ଶୃଙ୍ଖଳା ରହିବା ସହିତ ପରିବାରରେ ମଙ୍ଗଳ କାର୍ଯ୍ୟ ଅନୁଷ୍ଠିତ ହେବ। ପରାକ୍ରମୀ ହେବେ। ଭାଇ ଭଉଣୀମାନଙ୍କ ସହିତ ସମ୍ପର୍କ ଉତ୍ତମ ରହିବ। ଘରେ ବା ଆପଣଙ୍କ କର୍ମକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଆଜ୍ଞାଧୀନ ରହିବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ମକର। ମାର୍ଗୀ ଶନି ଆପଣଙ୍କୁ ପ୍ରଚୁର ଧନ ଉପାର୍ଜନରେ ସହାୟକ ହେବେ। ପାରିବାରିକ ସୁଖଶାନ୍ତି ରହିବ। ନୂତନ ଜାଗା ବା ଘରବାଡ଼ି କ୍ରୟ କରିବାର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ଶୃଙ୍ଖଳା ରହିବ। ନିଜର ବାକ୍ ସଂଯମତା ରକ୍ଷା କରନ୍ତୁ। ମନ ପ୍ରଫୁଲ୍ଲ ରହିବ ସତ, କିନ୍ତୁ ଶନି ସପ୍ତାହର ଶେଷ ପର୍ଯ୍ୟାୟ ଆପଣଙ୍କୁ କଷ୍ଟ ପ୍ରଦାନ କରିପାରେ। କୁମ୍ଭ ରାଶି। ଲଗ୍ନସ୍ଥ ମାର୍ଗୀ ଶନି ଆପଣଙ୍କୁ ନ୍ୟାୟପରାୟଣ କରାଇବ। ଅନ୍ୟର ଦୋଷ ତ୍ରୁଟି ଦେଖି ସମାଲୋଚନା କରିପାରନ୍ତି। ସମାଲୋଚନା ନ କରିବା କିନ୍ତୁ ଭଲ ରହିବ ଆପଣଙ୍କ ପାଇଁ। ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସାମାଜିକ ପ୍ରତିବଦ୍ଧତା ବଢ଼ିବ। ବ୍ୟୟ ଭାବରେ ବୃଦ୍ଧି ଘଟିବ। ଅଯଥା ବ୍ୟୟରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶରୀରରେ ବାୟୁର ପ୍ରକୋପ ବଢ଼ିପାରେ। ମୀନ ରାଶି। କୁମ୍ଭ ରାଶିସ୍ଥ ମାର୍ଗୀ ଶନି ଆପଣଙ୍କ ରାଶି ପାଇଁ ଶନି ସପ୍ତାହର ପ୍ରଥମ ଚରଣ ଶେଷ ହେବାକୁ ଯାଉଛି। ବ୍ୟୟଭାର ବୃଦ୍ଧି ଯୋଗୁଁ ଏବଂ ଆୟ କମ୍ ହେବା ଯୋଗୁଁ ଦୁଶ୍ଚିନ୍ତା ବଢ଼ିବ। ଯାତ୍ରା ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଦେଉଛି। ପରାକ୍ରମୀ ହେବେ ସତ, ଶତ୍ରୁହନ୍ତା ହେବେ ସତ, କିନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସମୟ ଠିକ୍ ନାହିଁ। କୁମ୍ଭ ରାଶିରେ ମାର୍ଗୀ ହୋଇଥିବା ଶନି ଗ୍ରହଙ୍କର ପ୍ରଦତ୍ତ ଫଳର ବିଶେଷ ସୁଫଳ ପାଇବା ନିମନ୍ତେ ପରୋପକାର କରନ୍ତୁ। ସମାଜର କଲ୍ୟାଣ ସାଧନରେ ବ୍ରତୀ ହୁଅନ୍ତୁ। ଅଭାବୀ ଲୋକଙ୍କୁ ସାଧ୍ୟମତେ ସାହାଯ୍ୟ କରନ୍ତୁ। ଅନ୍ୟାୟ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଶନିବାର ଦିନ ମହାବୀର ହନୁମାନଙ୍କର ଦର୍ଶନ କରି ହନୁମାନ ଚାଳିସା ପଠନ କରନ୍ତୁ।
ଶନିଦେବଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପୂଜା ଆରାଧନାରେ ଶନିଜନିତ କଷ୍ଟ ବହୁ ପରିମାଣରେ ଲାଘବ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଲେ ଶନିଜନିତ ପୀଡ଼ାରୁ ବିଶେଷ ଉପଶମ ମିଳିଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।